सीएम किसान पैसा बहुत सारा आमर चाषी भाई मन के पैसा नहीं आसबा। तो सेथिलागि आपण माने मते बहुत सारा कॉल भी करूछन भाई आमर पैसा कांति लागी नहीं आसबा। तमे गुटे वीडियो बनैथिलो जेंडा कि आमर 23 तारिख दिन पैसा आसबा बोली करी। तो देखन मुई 21 तारिख दिन कथा हेतिली आमर आज्ञा मन जेन रहउछन एग्रीकल्चर डिपार्टमेंट रो तांकर सहित भी कथा हेतिली। तापरे आमर जेन रहुचे आज्ञा आमर एग्रीकल्चर डिपार्टमेंट हेल्पलाइन नंबर तो तांकर सहित भी जोगाजोग करथिले। तो से मने भी कहिथिले आमे 23 तारिख सुधा पैसा पठाऊ बोली करी। आउ से कॉल रेकॉर्डिंग टिके मुई आपन के पहला टिके सुने देसी। तापरे आज काଣା कहछन से कॉल रेकॉर्डिंग भी मुई आपन के सुनामी आज्ञा। କୁହନ୍ତୁ ଆଜ୍ଞା। ଇ ନୂଆ ଲୋକମାନେ ଆବେଦନ କରିଥିଲେ ସିଏମ୍ କିଷାନ ତାକଟା ଅଧା ଲୋକଟା ପଡ଼ିଛେ ଅଧା ଲୋକଟା ନେଇ ପଡ଼ବା କାଣା ପ୍ରୋବ୍ଲେମ୍ ଅଛି ଆଜ୍ଞା? ତାଙ୍କର କମ୍ପ୍ଲିଟ୍ ହେଇଯାଇଛି ଭେରିଫିକେସନ୍ କମ୍ପ୍ଲିଟ୍ ହେଇଛି ଆଜ୍ଞା। ହଁ ଏ ନୂଆ ଲୋକ ବୋଲେ ଯେତିକି ସବୁ ଏବେ ଆମର ଓଡ଼ିଶା ଆପ୍ଲାଏ କରିଥିଲେ ସପୋଜ ଷ୍ଟେଟ୍ ଲେବୁଲ୍ ପେଣ୍ଡିଂ ଥିଲା ଷ୍ଟେଟ୍ ଲେବୁଲ୍ ତ କାଟା ବି ପଇସା ପଡ଼ିଲେ କ୍ଲିୟର ହେସି। ଆଜ୍ଞା ଯେହେତୁ ଆପଣଙ୍କର ସିଏମ୍ କିଷାନ ଆହୁରି 2 ଦିନ ବାକି ଅଛି ଆଜ୍ଞା। ଆପଣଙ୍କର 21 ତାରିଖ 22 ତାରିଖ କିସ୍ତି ପଡ଼ିବ। ଆପଣ ଅପେକ୍ଷା କରନ୍ତୁ। ଓ 23 ତାରିଖ ପର୍ଯ୍ୟନ୍ତ କାଁ? ଆଜ୍ଞା। ହଁ ହଁ ବୋଲେ କାଁ ହେଇଛି କି ଆଜ୍ଞା ଅଧା ଲୋକ ପଡ଼ୁଛି ଅଧା ଲୋକ ନେଇ ପଡ଼ା ତାକୁ ପଚାରି ଦେଖି ଆଜ୍ଞା ଟିକେ ଫୋନ୍ କରିବେ ବୋଲେ ଆପଣଙ୍କୁ ଟିକେ ଲଗାଇଥିଲି ଆଜ୍ଞା। आज मुई जेतेबेले कॉल करूचे तो काଣା कहउछन आपण मान निजे टिके सुनी दियन काजे आपण मानकर समस्त डाउट टा भी क्लियर हो जिबा। ଚାଷ ବିଷୟରେ କିଛି ନାଇଁ ନା ଏবার କାମ ହେଲା ସିଏମ୍ କିଷାନ 20 ତାରିଖ ଦିନ ପଇସା ମିଳିଲା। ଆଜ୍ଞା 20 ତାରିଖ ଦିନ ମିଲବା ଏତିକି ମିଲିଗଲା ସମସ୍ତকে ଅଧା ଲୋକେ ଆର ଅଧା ଲୋକେ ନେଇ ମିଲବା ତାର ରିଜନ କାଣା ଟିକେ ଜାନବା ଲାଗି ଚାହୁଁଛେ। ଆଉ ଦେଖ ଗଲା ବର୍ଷ ସରକାର କାଇଁ କହୁଥିଲେ ଯେନ୍ ମାନେ ନୂଆ ଆପ୍ଲାଏ କରିଥିଲେ ଷ୍ଟେଟ୍ ଲେବୁଲ ପେଣ୍ଡିଂ ଥିଲା ତ ତାଙ୍କର ମିଲି ଯାଇଥିଲା। ଆଉ ଏଇଥର ବି ଷ୍ଟେଟ୍ ଲେବୁଲ ଯେନ୍ ପେଣ୍ଡିଂ ଥିଲା ଅଧା ଲୋକ ପାଇଗଲେ ଆଉ ଅଧା ଲୋକ ଯେନ୍ଟା କି ମାତ୍ର 20% ଲୋକ ପାଇଛନ୍। ଏକ୍ଚୁଆଲି ନେଇ ମିଲବା କାରଣ କାଣା? ବର୍ତ୍ତମାନ ଡିଷ୍ଟ୍ରିକ୍ଟ ୱାଇଜ୍ ମଧ୍ୟ ଇନଷ୍ଟଲମେଣ୍ଟ ଯାଉଛି। ଆପଣ ଅପେକ୍ଷା କରନ୍ତୁ ସେଥିପାଇଁ 7 ଦିନ ଲାଗିବ। ଠିକ ଓ ଅଛି ଆଉ 7 ଦିନ ଆଜ୍ଞା 20 ତାରିଖ ଠାରୁ 7 ଦିନ ଲାଗିବ। ଓ 20 ତାରିଖରୁ 7 ତାରିଖ ନାଇଁ ମଝିରେ ମୁଇଁ ବି କଥା ହେଇଥିଲି ଆମର ଯେନେ 7 ଦିନ ଏଗ୍ରିକଲଚର ଲାଗିବ। ଆମର ଏଗ୍ରିକଲଚର ଯେନ୍ ଟିମ୍ ମାନେ ରହୁଛନ୍ ତାଙ୍କର ସହିତ ମୁଇଁ କଥା ହେଇଥିଲି ସେମାନେ କହିଲେ ଯେ 23 ତାରିଖ ସୁଦ୍ଧା ମିଳିଯିବ ବୋଲିକରି। ତାପରେ ଆପଣଙ୍କର କଲ୍ ସେଣ୍ଟରକୁ ମୁଇଁ କଲ୍ କଲି ଯେ ସାର୍ କେତେ ଏନ୍ତା ପ୍ରୋବ୍ଲେମ୍ କାଣା ହଉଛି ସେମାନେ ମୋତେ ଗୋଟେ ଟାଇମ୍ ଦେଲେ ଆପଣ ବ୍ୟସ୍ତ ନେଇ ହୁଅନ୍ ଯେହେତୁ ସରକାର ପଠେଇଛନ୍ ନୂଆ ଆପ୍ଲାଏ ବାଲେକେ 23 ତାରିଖ ମିଲା ବୋଲି କଲେ ଅଲରେଡି ଆମର 23 ତାରିଖ ଯେହେତୁ ଆଜି ପୁରୀ ଗଲା ତ ଆଉ ଥରେ ମୁଇଁ ଆପଣଙ୍କର କଲ୍ ସେଣ୍ଟର ଟିକେ କଥା ହେଇଥିଲି ବୋଲି ତାପରେ ଏଗ୍ରିକଲଚର ଡିପାର୍ଟମେଣ୍ଟ କହିଥିଲେ ବି ସେମାନେ ବି କହୁଛନ୍ ଆସିଯିବା ବୋଲି କହୁଛନ୍। ତ ପ୍ରକୃତରେ ଯେନ୍ ମାନେ ଷ୍ଟେଟ୍ ଆଚ୍ଛା ଭେରିଫିକେସନ ସାର୍ ପେଣ୍ଡିଂ ଥିଲା ସେମାନଙ୍କୁ ମିଲବା କି ନାଇଁ? ସାର୍ ସେଇଟା ତ କହିହବନି କାହାର କ'ଣ ସମସ୍ୟା ରହିଛି ସେଇଟା ତ କହିହବନି। ନାଇଁ ଆପଣ ଶୁଣନ୍ତୁ ମୋର ଅପେକ୍ଷା କହିବା କରନ୍ତୁ। କଥା ହେଲା ଯାହାର ପ୍ରୋବ୍ଲେମ ଅଛି ତାର ତ ଶୁଣା ନେଇ ମିଳିବା ବାକି ସମସ୍ତଙ୍କ ତ ଥୋଡ଼ି ପ୍ରୋବ୍ଲେମ ହୁଏ। ଏବେ ଆମର ଷ୍ଟେଟ୍ ଲେବୁଲ୍ ଭେରିଫିକେସନ୍ କମ୍ପ୍ଲିଟ୍ ନହେଲେ ସାର୍ କେମିତି ଆସିବ? ଷ୍ଟେଟ୍ ଲେବୁଲ୍ ଭେରିଫିକେସନ୍ କମ୍ପ୍ଲିଟ୍ ମଧ୍ୟ ହେବା ଦରକାର। ସେଥିପାଇଁ ଆପଣ ଅପେକ୍ଷା କରନ୍ତୁ। ଡିଷ୍ଟ୍ରିକ୍ଟ ୱାଇଜ୍ ବର୍ତ୍ତମାନ ପର୍ଯ୍ୟନ୍ତ ବି ଇନଷ୍ଟଲମେଣ୍ଟ ଯାଉଛି 7 ଦିନ ପର୍ଯ୍ୟନ୍ତ ଚାଲିବ। ତାପରେ ଷ୍ଟାଟସଟି ଅପଡେଟ୍ ନୂଆ ଅପଡେଟ୍ ହେଲା ପରେ ତାପରେ ଯଦି ନ ଆସିବ ଆପଣଙ୍କୁ ତାପରେ ଚେକ୍ କରିବେ କ'ଣ ପାଇଁ ଆପଣଙ୍କୁ ଆସିନି ରିଜିନ୍ ଶୋ କରିବ। ବର୍ତ୍ତମାନ ମଧ୍ୟ ରିଜିନ୍ ଆପଣ ଜାଣିପାରିବେ ନାହିଁ। ନାଇଁ ମ୍ୟାଡ଼ାମ ମୁଇଁ ଆପଣଙ୍କ କଥା ସବୁ ଠିକ୍ ଅଛି। ବୁଝିପାରୁଛେ ହେଲା ମୁଁ ଆପଣଙ୍କ କଥା ଆପଣ ବି ମୋତେ ଓଡ଼ିଆରେ ବୁଝାଉଛନ୍ ମୁଇଁ ବୁଝିପାରୁଛେ କିଛି ଅସୁବିଧା ନାହିଁ ସେ ମେନ୍ କଥା ହେଲା ଗଲା ଥର 2025 ମସିହା ବେଲ ଲାଠେକ୍ ଥିଲା ସେ ସମୟରେ ସରକାର ପଠାଲେ ଅଗଷ୍ଟ ମାସର 28 ତାରିଖ ଦିନ ପଇସାଟା। ତ ସେ ଟାଇମ୍ରେ ବି ଯେତେ ଆମେ ଆପ୍ଲାଏ କରିଥିଲୁ କଲେକ୍ଟର ଲେବୁଲ ପେଣ୍ଡିଂ ଥିଲା ସେ ଚାଷୀମାନେ ବି ପଇସା ପାଇଲେ। ଆଉ ଏଇଥର ବି ଆଜ୍ଞା ଅଧା କଲେକ୍ଟର ଲେବୁଲ ପେଣ୍ଡିଂ ଥିଲା ତାଙ୍କର କ୍ଲିୟର ହେଇଯାଇଥିବ ହଁ ଯୋଉଟାକି କ୍ଲିୟର ସିଷ୍ଟମରେ ହେଇଥିବ। ଅପଡେଟ୍ କରିନଥିବେ ଯାହାକି ତାପରେ ପଇସାଟା ନାଇଁ ଶୁଣ ଶୁଣ ଆସିଯାଇଥିବ ତାପରେ ନୂଆ କଲେକ୍ଟର ଲେବୁଲ ଯେତେବେଳେ କମ୍ପ୍ଲିଟ ଅପଡେଟ୍ ହେଇ ସାରିଥିଲା କରୁଛନ୍ତି ଖାଲି ସେତେବେଳେ ଡିଷ୍ଟ୍ରିକ୍ଟ ଲେବୁଲ କ୍ଲିୟର ହେବ। ପେଣ୍ଡିଂ ଥିଲା ସେମାନେ ଖାଲି ପାଇଥିଲେ ଜାଣିଛ କି ନାଇଁ ଆଉ ଏଥର ଯେହେତୁ ନେଇ ମିଳିବା ଏକ୍ଚୁଆଲି ଅଧା ହେଇଛେ ତ ସେଥିଲାଗି ମୁଁ ଟିକେ ପଚରାସିନି ବୁଝ କାରଣ ଅପେକ୍ଷା ବହୁତ କରନ୍ତୁ ସାରା ସାର୍। କଷ୍ଟମର ଆମେ ଆପ୍ଲାଏ କରିଛୁ ବାରମ୍ବାର ପଚରଉଛନ୍ ପଇସା କେତେ ଆସିବା ପଇସା କେତେ ଏଇଟା ପଇସା ଗୋଟେ ମନ ଝମେଲା ଜିନିଷ ନା ଆଜ୍ଞା। ଆଜ୍ଞା ସାର୍ ଅପେକ୍ଷା କରନ୍ତୁ ଯାହା ଆମ ପାଖରେ ଇନଫର୍ମେସନ ରହିଛି ଆମେ ସେଇଟା ଆପଣଙ୍କୁ ଜଣେଇଲୁ ନାଇଁ ସାର୍। ଆପଣ କହିବାଟା ବି ଠିକ କହୁଛନ୍ ଯାହା ବୁଝୁଛନ୍ ବଢିଆ ବୁଝୁଛନ୍ ମତେ ବି ଭଲ ଲାଗଲା ଯେତିକି ଆପଣଙ୍କ ପାଖେ ଅପଡେଟ ଥିବା ସେ ହିସାବରେ କହିବେ ଆଉ ସେନ ଅଧିକା କହିପାରିବେ କେନୁ ହେଲେ ଆପଣ ମୁଁ ଯୋଉମାନଙ୍କର ଆସୁନି ସେଥିପାଇଁ ସମସ୍ତେ ଦୁଃଖିତ ଅଛନ୍ତି ସେଇଟା ଆମେ ବୁଝିପାରୁଛୁ ସାର୍। হয় ନାଇଁ ଆପଣ ବି ଠିକ୍ ଠିକ ଅଛି। ବୁଝାଉଛନ୍ ଯେ ହେଲେ ମେନ୍ କଥା ହେଲା ବାରମ୍ବାର ସବୁବେଳେ ହଉଛେ ତ ଯେହେତୁ ଆପଣ ମାନେ ବି ଟାଇମ ଦଉଛନ୍ 23 ତାରିଖ ଭିତରେ ବୋଲି କହୁଥିଲେ 23 ତାରିଖ ତ ଏବେ କହୁଛନ୍ 7 ଦିନ ଭିତରେ। ସାର୍ ଦେଖନ୍ତୁ ଯେତେବେଳେ ଆମର ଗଭର୍ଣ୍ଣମେଣ୍ଟରୁ ଯାହା ବି ଅପଡେଟ୍ ଆସୁଛି ଆମେ ସେଇଟା ହିଁ ସାର୍ ଆମେ ଆପଣଙ୍କୁ ଜଣାଉଛୁ। ହଁ ହଁ ଠିକ୍ ହଁ ଅଛି। ଆଜ୍ଞା ଆଜ୍ଞା ଆପଣ ନାଇଁ ଟିକେ 7 ଦିନ ପରେ ଯଦି ନ ଆସୁଛି 7 ଦିନ ମଧ୍ୟରେ ଷ୍ଟାଟସଟି ଆଉ ଥରେ ଚେକ୍ କରିନେବେ କ'ଣ ପାଇଁ ଆସୁନି ତାର ରିଜିନ୍ ଆପଣଙ୍କୁ ଶୋ କରିବ। ଓହୋ ମାନେ 7 ଦିନ ଭିତରେ ୱେଟ୍ କଲା ଭିତରେ ଆମର ଯେନ୍ 20 ତାରିଖ ଗଣି ଗଣି 7 ଦିନ ଆଜ୍ଞା 7 ଦିନ ଆଜ୍ଞା ପୁରଲା ଭିତରେ
ନିଜେ ଚେକ୍ କରିବେ ଯଦି ହଉଛି କି ନାଇଁ ସେ ଡିଟେଲଟା ଅପଡେଟ୍ ହେଇଯିବ ପୋର୍ଟାଲ ଦିନେ କାଇଁ ଆଜ୍ଞା ଆଚ୍ଛା ଏଇଟା ଗୋଟେ ଗଲା 1 ନମ୍ବର ପଏଣ୍ଟ 2 ନମ୍ବର ହେଲା ଆମର ସରକାର କହୁଥିଲେ ସିଏମ କିଷାନ ପାଇଲା ପରେ ଆମେ ପିଏମ କିଷାନ କନଭର୍ଟ କରମୁ ବୋଲଥିଲେ ତ ଏଇଟା କେନ୍ତା ହଉଛି ଏଇଟା କନଭର୍ଟ ସାର୍ ହଉନି ସାର୍ ଆପଣଙ୍କୁ ନୂଆ ଆପ୍ଲାଏ କରିବା ପାଇଁ ପଡିବ ହେ ଫାର୍ମର ଭଗବାନ ରେଜିଷ୍ଟ୍ରିରେ ପଞ୍ଜୀକରଣ କରିବେ ଆପଣ ତାପରେ ବିଶ୍ୱାସ ପିଏମ୍ ନାଇଁ କରନ୍ କିଷାନର ମ୍ୟାଡମ ଆପ୍ଲାଏ ନୂଆ ଆପ୍ଲେ କଲେ କାଣା ହଉଛି ଦେଖ ଯେତେବେଳେ ଆମେ ନୂଆ ଆପ୍ଲେ କରୁଛୁ ଆପ୍ଲେ କଲା ଟାଇମରେ ଏବେ ମୋର ବୁଆର ମୋର ଦାଦି ନାଁରେ ଜମି ଅଛି ମନେ କରାଯାଉ ମୁଁ ଆପଣଙ୍କୁ ଉଦାହରଣ ଦେଇକି ବୁଝାଉଛେ ଆଜ୍ଞା ଆପ୍ଲେ କଲା ବେଲେ ମୋର ବୁଢା ଦାର ନାଁରେ ମୋର ଅଜାର ନାଁରେ ଜମି ଅଛି ତ ସେ ଅଜା ମରିଗଲେ ନ ସେ ଟାଇମରେ ଆମେ ଆଜ୍ଞା ଯେତେବେଳେ ଆପ୍ଲେ କରୁଛୁ ବାପାର ନାଁରେ ତ ଜମି ଅଛି ଏବେ ତ ସେ ଆପ୍ଲେ କଲା ବେଲେ କାଇଁ ବୋଲୁছে ସେ ମଲା ଲୋକର ଆଧାର କାର୍ଡ ଦିଅ ବୋଲୁଛି ତ ସରକାର ବି ଏତେ ଭକୁଆ ଦେଖନୁ ସେ 2012 ମସିହାରେ ଆଧାର କାର୍ଡ ମରିଛି ଦାଦି ବୁଢା ମୋର ଦାଦି ବୁଢା ନିକେ ମରିছে 2002 ମସିହାରେ ତ ସେ ଟାଇମରେ କେନ୍ ଆଧାର କାର୍ଡ ଥିଲା ସେଟା ଗୋଟେ କରବା କଥା ଦେଖ ଅନଲାଇନ ଆଜ୍ଞା ସାର୍ ସେ ବିଷୟରେ ଆପଣ ଯାଇକି ବ୍ଲକରେ ଭିଏଡବ୍ଲ୍ୟୁ କିମ୍ବା ସହକାରୀ କୃଷି ତୁଚା ଅଧିକାରୀଙ୍କ ସହିତ କୁଦୁ ପିଆଲ ଯୋଗାଯୋଗ ମ୍ୟାଡମ କରିବେ ବ୍ଲକ ଅଧିकारी ହେଲେ କାଇଁ करबे देखन आपन गवर्नमेंट तो आज्ञा सेटा काम करूछन बोले आपन भी कर्मचारी है ब्लॉक अधिकारी ନାଇଁ माने ସେ भी कर्मचारी से माने हेले काଇଁ करबे ଶୁଣନ୍ତୁ ସାର୍ मोर कहबा ଆପଣ କଥା ତାଙ୍କ ହେଲା ସହିତ ଯୋଗାଯୋଗ କରିବେ ସିଏ ଆପଣଙ୍କୁ କହିବେ ଆଧାର କାର୍ଡ ବଦଳରେ କଣ ଦରକାର ହଉଛି କିମ୍ବା କେମିତି ଆପ୍ଲାଏ କରିବେ ସିଏ ଆପଣଙ୍କୁ କହିବେ ନାଇଁ ନାଇଁ ବୁଝିପାରିଲେ ମୁଇଁ କାଁଥି ଲାଗି କହୁଛେ ମ୍ୟାଡମ ଦେଖ ମୋର କଥା ଯେହେତୁ ଆପଣ ମାନଙ୍କ ପାଖରେ ରେକର୍ଡିଂ ହଉଛି ଆପଣ ଆମେ କହିବା ଦ୍ୱାରା କାଁ ହେବା ଯେହେତୁ ଓଡ଼ିଶା ସରକାର ବି ଶୁଣୁଥିବେ ସେମାନଙ୍କର ପାଖେ ଗଲା ପରେ ଇ ସିଷ୍ଟମ କେ ହଟେଇ ଦେଲେ ଆମର ଯେନ୍ ଚାଷୀ ମାନେ ରହୁଛନ୍ ସେମାନେ ଭଲ ଭାବରେ ଆପ୍ଲାଏ କରିପାରିବେ ଏଇଟା ଏକା ଆମର ଉଦ୍ଦେଶ୍ୟ ଆର ସରକାର के କାକେ ଆମେ ଘୁରବାର ନାହିଁ ନା ମ୍ୟାଡମ କେବଳ ଯେନ୍ତା ଲୋକମାନଙ୍କୁ ଟିକେ ପବ୍ଲିକ କେ ସୁବିଧା ହେଲା ସେ ଜିନିଷ ଉପରେ ଆମେ କହୁଛୁ ଆପଣ କେ ବି ଖରାପ नहीं ଭାବବାକୁ ନାଇଁ ଆପଣ ଯୋଉଟା କହୁଛନ୍ତି ସାର୍ ସେଟା ଆମେ ବୁଝୁଛୁ ଆପଣଙ୍କ କଥାଟି ବୁଝିପାରୁଛୁ ହୁଁ ଯୋଉଟା କହୁଛନ୍ତି ଆପଣ ଠିକ କହୁଛନ୍ତି ଠିକ ଅଛି ହୁଁ କିନ୍ତୁ ଆପଣ ବ୍ଲକରେ ଯାଇକି ଯୋଗାଯୋଗ କରିବେ ସିଏ ତାକୁ କହିବେ କଣ କରିବା ପାଇଁ ପଡିବ ବୁଝିପାରିଲେ ହଁ 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 ଆଧାର କାର୍ଡ ଯୋଉମାନଙ୍କର ନାହିଁ ତାର ଅପସନ କଣ ରହିଛି ସେଟା ଆପଣ ତାଙ୍କୁ ପଚାରିଲେ ନା ସେ ଆପଣଙ୍କୁ ପୋର୍ଟାଲ କହିଦେବେ ଆପଣ ଠିକ ପୋର୍ଟାଲ ଅଛି ଯେତେବେଳେ ଅନଲାଇନ କରୁଛୁ ସେ ଟାଇମରେ ଟୋଟାଲ ସେ ଅଲଗା ଛଡା କୌଣସି ଜିନିଷ ଆର ନାଇଁ ଦେବା ନା ସେଟା ଟେନସନ ପରେ ହଉ ଆଜ୍ଞା ଠିକ ଅଛି ଟିକେ ମ୍ୟାଡାମ ତାଙ୍କ ସହିତ ଆପଣଙ୍କର ଯୋଗାଯୋଗ କରିନେଲେ ସେ ଆପଣଙ୍କୁ କଣ କହିବେ ଠିକ ଅଛି ହଉ ମ୍ୟାଡାମ ଆପଣଙ୍କ ସୁଚିନ୍ତିତ ଆଜ୍ଞା ମତାମତ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ